ଜୁନ୍ 7 ତାରିଖ ୱାର୍ଲଡ ଫୁଡ୍ ସେଫ୍ଟି ଡେ, ଯେଉଁଟାକି ଡିସେମ୍ବର 2018ରେ ୟୁନାଇଟେଡ୍ ନେସନ୍ ଜେନେରାଲ୍ ଆସେମ୍ବଲି ଏଷ୍ଟାବ୍ଲିଶ୍ କରିଥିଲା। 2019 ଜୁନ୍ 7 ତାରିଖରୁ ଆରମ୍ଭ ହେଲା ପ୍ରଥମ ଥର। ଥିମ୍ ଅଛି ଏ ବର୍ଷର ଫ୍ରମ୍ ବର୍ଡେନ୍ ଟୁ ସଲ୍ୟୁସନ୍, ସେଫ୍ ଫୁଡ୍ ଏଭ୍ରିୱେୟାର୍। ଆଉ 8 ଜୁନ୍ ୱାର୍ଲଡ ଓସେନ୍ ଡେ ପାଳନ କରାଯାଉଛି ପ୍ରତିବର୍ଷ। ସୌରଭ ବିଜୟ, ଯିଏକି ଅଛନ୍ତି ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ, ଯେଉଁଟାକି ଆଧାର କାର୍ଡ଼ ଉପରେ କାମ କରୁଛି, ତାଙ୍କୁ ଆଡ଼ିସନାଲ୍ ଦାୟିତ୍ୱ ଦିଆଯାଇଛି ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ଇଣ୍ଡିଆନ୍ ଏଆଇ ମିଶନର, ଯେଉଁଟାକି କାମ କରୁଛି ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ୍ ଟେକ୍ନୋଲୋଜି ଅଣ୍ଡରରେ, ଯାହାର କି ମିନିଷ୍ଟର ଅଛନ୍ତି ଅଶ୍ୱିନୀ ବୈଷ୍ଣବ, ଆଉ ଏହାର ସେକ୍ରେଟାରୀ ଅଛନ୍ତି ସୁଦୀପ ଶ୍ରୀବାସ୍ତବ। ତାଙ୍କୁ କରାଯାଇଛି ଚିଫ୍ ଅଫ୍ ଅପରେଟିଂ ଅଫିସର ଇଣ୍ଡିଆନ୍ ଏଆଇ ମିଶନର। ବେଙ୍କିତା ସୁବ୍ରମଣି ମୋହନା, ଯିଏକି ସେକେଣ୍ଡ ଓମେନ୍ ଆଡ଼ଭୋକେଟ୍, ଯିଏକି ଆପଏଣ୍ଟ ହେଇଛନ୍ତି ବାର୍ ଟୁ ସୁପ୍ରିମକୋର୍ଟ ଜଜ୍ ଭାବରେ। ପ୍ରଥମେ ହେଇଥିଲେ ଇନ୍ଦୁ ମଲ୍ହୋତ୍ରା 2018ରେ। ଫ୍ରେଞ୍ଚ ଓପନ୍ 2026, ଯେଉଁଟାକି 125ତମ ଏଡ଼ିସନ୍ ଥିଲା। ମେନ୍ ସିଙ୍ଗଲରେ ଜିତିଛନ୍ତି ଆଲେକ୍ଜାଣ୍ଡାର ଜୋବ୍ରେଭ୍, ଯିଏକି ଜର୍ମାନୀର। ଓମେନ୍ ସିଙ୍ଗଲରେ ଜିତିଛନ୍ତି ମିରା ଆଣ୍ଡ୍ରେଏଭା, ରଷିଆର। ମେନ୍ସ ଡବଲ୍ସରେ ଜିତିଛନ୍ତି ଏମ୍ ଗ୍ରାନୋଲର ଆଉ ଏଚ୍ ଜେବୋଲସ୍। ଓମେନ୍ସ ଡବଲ୍ସରେ ଜିତିଛନ୍ତି କେ ସିନିକୋଭା ଆଣ୍ଡ ଟି ଟାଉନସେଣ୍ଡ। ମିକ୍ସଡ ଡବଲ୍ରେ ଜିତିଛନ୍ତି ସାରା ଇରାନୀ ଆଣ୍ଡ ଏ ଭାବାସୋରୀ। ଏଟାକୁ ଖେଳାଯାଏ କ୍ଲେ କୋର୍ଟରେ ଫ୍ରେଞ୍ଚ ଓପନ୍ଟାକୁ। ଆର୍ ପ୍ରଜ୍ଞାନନ୍ଦା, ଯିଏକି ପ୍ରଥମ ଇଣ୍ଡିଆନ୍ ଯିଏକି ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟକୁ ଜିତିଛନ୍ତି ମେନ୍ ଟାଇଟଲରେ। ମେନ୍ ଏଡ଼ିସନ୍ ଏଇଟା 14ତମ ଥିଲା ଓ ମେନ୍ ଏଡ଼ିସନ୍ ତୃତୀୟ ଥିଲା, ଯେଉଁଟାରେ କି ଜିତିଛନ୍ତି ବିବିସାରା ଆସୁଦେବା, ଯିଏକି କାଜାଖସ୍ତାନର। ଖେଳ ହେଉଥିଲା ଓସ୍ଲୋ ନରୱେରେ ଟୁର୍ଣ୍ଣାମେଣ୍ଟଟି। ୟୁମିଙ୍ଗ୍ ଅଙ୍ଗ୍ ହେଲେଙ୍ଗ, ଯିଏକି ମିଆଁମାରର ପ୍ରେସିଡେଣ୍ଟ, ଇଣ୍ଡିଆକୁ ଭିଜିଟ୍ରେ ଆସିଥିଲେ। ସେ ମହାବୋଧି ଟେମ୍ପୁଲରେ ପ୍ରେୟାର କରିଥିଲେ। ଏହି ଟେମ୍ପୁଲଟି ହେଉଛି ବୋଧଗୟା ବିହାରରେ ଅଛି, ଯେଉଁଠିକି ଭଗବାନ ଗୌତମ ବୁଦ୍ଧ ତାଙ୍କର ଜ୍ଞାନ ପ୍ରାପ୍ତି କରିଥିଲେ। ଟେମ୍ପୁଲଟି ଅଛି କେଉଁଠି? ନିରଞ୍ଜନ ନଦୀ କୂଳରେ, ଯାହାକୁ ଫାଲ୍ଗୁ ରିଭର ମଧ୍ୟ କୁହାଯାଉଛି। ସେଠାରେ ବୁଦ୍ଧି ଟ୍ରି ବା ଓସ୍ତ ଗଛ ବା ପିପଲ ଟ୍ରି ମୂଳରେ ବସି ଜ୍ଞାନ ପ୍ରାପ୍ତି କରିଥିଲେ। ଆଉ ସେଠାରେ ମହାବୋଧି ଟେମ୍ପୁଲକୁ ତିଆରି କରିଥିଲେ ସମ୍ରାଟ ଅଶୋକ 260 BCEରେ, ବିଫୋର୍ ଖ୍ରୀଷ୍ଟ ଏରାରେ। ଆଉ ଏଇଟାକୁ 2002ରେ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ର ମାନ୍ୟତା ଦିଆଗଲା। ଦିବ୍ୟାଂଶୀ ଭୌମିକ, ଯିଏକି 2ଟା ଗୋଲ୍ଡ ଅର୍ଜନ କରିଛନ୍ତି ଓମେନ୍ସ ସିଙ୍ଗଲରେ ଆଉ ଓମେନ୍ସ ଡବଲରେ ଜିତିଛନ୍ତି। ଡବଲରେ ତାଙ୍କ ସହିତ ଥିଲେ ସିନ୍ଦ୍ରେଲା ଦାସ। ୱାର୍ଲଡ ଟେବୁଲ ଟେନିସ୍ ଫେଡର ଓମେନ୍ସ ସିଙ୍ଗଲ ଆଉ ଓମେନ୍ସ ଡବଲରେ ଜିତିଛନ୍ତି। ଖେଳ ହେଉଥିଲା ପ୍ରିଷ୍ଟିନା, କୋସୋଭୋ କଣ୍ଟ୍ରିରେ। ସିଏ ପ୍ରଥମ ୟଙ୍ଗେଷ୍ଟ ଇଣ୍ଡିଆନ୍ ଓମେନ୍ ଏଥିରେ ଜିତିବାରେ ଓମେନ୍ ସିଙ୍ଗଲରେ। କିମ୍ ଆଣ୍ଟୋନେଲି, ଯିଏକି ଇଟାଲୀର ମର୍ସିଡିଜ୍ ଡ୍ରାଇଭର, ସେ ମୋନାକୋ ଗ୍ରାଣ୍ଡ ପ୍ରିକ୍ସ 2026କୁ ଜିତିଛନ୍ତି। ଏସି ଶ୍ରୀହରି, ଯିଏକି ମାଲାୟାଲମ ପୋଏଟ୍ ଥିଲେ, ସେ ପଲକ ଜିତିଛନ୍ତି। ଏସ୍ ଜାନକୀ ରମନ, ଯିଏକି ଡେପୁଟି ଗଭର୍ଣ୍ଣର ଆର୍ବିଆଇର ଥିଲେ, ତାଙ୍କର 2 ବର୍ଷର ଅବଧି ବଢ଼ାଇ ଦିଆଯାଇଛି। ତାଙ୍କ ସହିତ ଟୋଟାଲ 4 ଜଣ ରହୁଛନ୍ତି ଡେପୁଟି ଗଭର୍ଣ୍ଣର। ତାଙ୍କ ସହିତ ଅଛନ୍ତି ପୁନମ ଗୁପ୍ତା, ଶିରିଶ ଚନ୍ଦ୍ର ମୁର୍ମୁ ଆଉ ରୋହିତ ଜୈନ, ଯିଏକି ଏବେ ନୂଆ ଆପଏଣ୍ଟେଡ୍ ହେଇଛନ୍ତି। ଟି ରବିଶଙ୍କରକୁ ସେ ରିପ୍ଲେସ୍ ହେଇଛନ୍ତି। ଆର୍ବିଆଇର ବର୍ତ୍ତମାନ ଯିଏ ଅଛନ୍ତି ଗଭର୍ଣ୍ଣର, ସେ ହେଉଛନ୍ତି 26ତମ ସଞ୍ଜୟ ମଲ୍ହୋତ୍ରା। ଇଣ୍ଡିଆ ଜାପାନକୁ ହରାଇକି ଜିତିଛି ମେନ୍ସ ଅଣ୍ଡର-18 ଏସିଆ କପ୍ 2026, ଯେଉଁଟାକି ଜାପାନର କାକାମି ଗାରାରେ ହେଉଥିଲା। ଇଣ୍ଡିଆ ପାଇଛି ଗୋଲ୍ଡ, ଜାପାନ ସିଲଭର, ଆଉ ଥାର୍ଡ଼ରେ ଅଛି ପାକିସ୍ତାନ ବ୍ରୋଞ୍ଜ। ଦ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ UGC, ଯେଉଁଟାକି କାମ କରୁଛି ଅଣ୍ଡର ମିନିଷ୍ଟ୍ରି ଅଫ୍ ଏଜୁକେସନ୍, ସେ ଗ୍ରାଣ୍ଟ କରିଛି ଫାଇନାଲ୍ ଆପ୍ରୁଭାଲ୍, ମାନେ ୟୁନିଭର୍ସିଟି ଅଫ୍ ଲିଭରପୁଲକୁ ଦେଇଛି ଲେଟର ଅଫ୍ ଆପ୍ରୁଭାଲ୍ LOA, ଯେଉଁଟାକି ଲଣ୍ଡନ ୟୁନିଭର୍ସିଟି। ସେ ବର୍ତ୍ତମାନ
अप्रूवाल मिल जाइए सी एस्टाब्लीश कर तार कैंपस को प्रथम कैंपस करने जाऊँगी बेंगालुरु रे इंडिया 7th रीजनल मेटेरोलॉजिकल सेंटर जोटा कि जम्मू ठारे इनागोरेट कराई जम्मू काश्मीर लद्दाख और हिमाचल प्रदेश पे काम करिवो The second orbit belief of a man dreams of 1.4 billion hertz एटा को पब्लिश करछि पेंगुइन पब्लिशर एटा हो गोटे ऑटोबायोग्राफी निजे निजर जीवन लिखिछंती शुभांशु शुक्ला जे कि इंडिया प्रथम एस्ट्रोनॉट जे कि इंटरनेशनल स्पेस स्टेशन को जाइथिले एज ए ग्रुप कैप्टेन आ तांकर गोटे बायोग्राफी अछि तांको आत्मजीवन को लिखिछंती बाय लिखिछंती नारायण आर लिखिछंती स्काई वाज नेवर द लिमिट द स्टोरी ऑफ शुभांशु शुक्ला जोटा कि 2025 रे रिलीज होता